ୟୁନିଟ୍ 1 ଲିଖନ କୌଶଳ ସ୍କିଲ୍ ଅଫ୍ ରାଇଟିଂ। ପ୍ରତ୍ୟେକ ଭାଷାର ସମୃଦ୍ଧି ନିମନ୍ତେ ଅନ୍ତିମ ପର୍ଯ୍ୟାୟ ହେଉଛି ଅକ୍ଷର ଶିକ୍ଷା। ବର୍ଣ୍ଣମାଳାର ଲେଖନ ଢଙ୍ଗ, ବିଧି ଓ ଶିକ୍ଷଣ ବ୍ୟବସ୍ଥା ସ୍ୱକୀୟ ବ୍ୟବସ୍ଥା ତଥା ଶୈକ୍ଷିକ ବିଧିର ଅନୁକରଣ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ। ଏହି ଶିକ୍ଷଣ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ମନୁଷ୍ୟ ପ୍ରାଚୀନ କାଳରୁ ପ୍ରୟାସ କରି ଆସୁଅଛି। ତାହା ପାଇଁ ଭାଷା ତତ୍ତ୍ୱବିତ୍ମାନେ ଆଞ୍ଚଳିକ, ଭୌଗୋଳିକ, ପାରିପାର୍ଶ୍ୱିକ ତଥା ମନୋବୈଜ୍ଞାନିକ ଭିତ୍ତିରେ ନୂତନ ନୂତନ ବର୍ଣ୍ଣାକୃତି ନିର୍ଦ୍ଧାରଣ କରିଛନ୍ତି। ପୃଥିବୀରେ ଅନେକ ଭାଷାର ଅନେକ ଲିପି ଦୃଶ୍ୟମାନ ହୁଏ, କିନ୍ତୁ ସବୁ ଭାଷାର ବର୍ଣ୍ଣ ସଂଖ୍ୟା ସମାନ ନୁହେଁ। ପାଣିନୀୟ ବ୍ୟାକରଣ ଅନୁସାରେ ସଂସ୍କୃତ ଭାଷାର ବର୍ଣ୍ଣ ସଂଖ୍ୟା ହେଉଛି 42ଟି, ଜପମାଳାରେ 51ଟି, ଇଂରାଜୀ ଭାଷାରେ 26ଟି, ପାର୍ସୀ ଭାଷାରେ 31ଟି, ତୁରସ୍କ ଭାଷାରେ 33ଟି ଓ ରୁଷିଆ ଭାଷାରେ 41ଟି, ଗ୍ରୀକ୍ ଭାଷାରେ 27ଟି, ଲାଟିନ୍ ଭାଷାରେ 22ଟି, ଡଚ୍ ଭାଷାରେ 26ଟି, ଇଟାଲୀ ଭାଷାରେ 20ଟି ଓ ବର୍ମା ଭାଷାରେ 19ଟି। ଲିଖନ ଶିକ୍ଷଣ ବିଧି। ଲିଖନ ପ୍ରଣାଳୀ ଛାତ୍ରମାନଙ୍କର ସ୍ମରଣ ଶକ୍ତି ବୃଦ୍ଧି ପାଇବାରେ ପ୍ରମୁଖ ଉପାଦାନ। ବିଶେଷ ଭାବରେ ମେଧାଶକ୍ତି ନଥିବା ବିଦ୍ୟାର୍ଥୀ ବହୁବାର ଗୋଟିଏ ବିଷୟକୁ ଲେଖିବା ଫଳରେ କିୟଦଂଶରେ ବିଷୟବସ୍ତୁକୁ ସ୍ମରଣ କରିପାରେ, ତାହା ବହୁତ ଦିନ ପାଇଁ ମନରେ ଧାରଣ କରି ହୁଏ। ଲିପି ପ୍ରମାଣଂ ସର୍ବେଷାଂ ସର୍ବତ୍ରୈବ ପ୍ରଶସ୍ୟତେ ବିଶେଷାଦ୍ ବ୍ୟବହାରେଷୁ ନ ଦୀନସ୍ୟ ଜୀରିତଂ ମତିଃ। ଏହା ମହାନିର୍ବାଣ ଗ୍ରନ୍ଥ। ଏହାଦ୍ୱାରା ମନ ସହିତ ମାଂସପେଶୀ, ବାହୁ ଓ ଆଙ୍ଗୁଠି ଗୁଡ଼ିକ ସମ୍ପର୍କ ସ୍ଥାନ ହେବା ସହିତ ଅକ୍ଷର ଶିକ୍ଷା ପ୍ରତି ଅଭ୍ୟାସ ଓ ଶ୍ରଦ୍ଧା ଜାଗ୍ରତ ହୁଏ। ପାଠ ପଢ଼ିବାର ଦାୟିତ୍ୱବୋଧ କ୍ରମଶଃ ଦୃଢ଼ୀଭୂତ ହୁଏ। ବହୁ ଦିନ ପୂର୍ବରୁ ଏହି ଲିପି କାର୍ଯ୍ୟ ପ୍ରସ୍ତରରେ ଖୋଦିତ ହେବା ସହିତ ଅନେକ ସାଧନ ମାଧ୍ୟମରେ ଲିଖନ ବ୍ୟବସ୍ଥା ଉପରେ ଗୁରୁତ୍ୱାରୋପ କରାଯାଇଛି। କେଉଁଠି ମୁଦ୍ରାଲିପି ଦ୍ୱାରା ତ କେଉଁଠି ଶିଳ୍ପ ଖୋଦିତ ପ୍ରସ୍ତର ଦ୍ୱାରା ବିଦ୍ୟା ଶିକ୍ଷା ପ୍ରଦାନ କରାଯାଉଥିଲା। ତଦ୍ଦ୍ୱାରା ଅକ୍ଷର କୃତି ବୃହତ୍ ଓ ବହୁତ ଦିନ ପର୍ଯ୍ୟନ୍ତ ରହି ପାରୁଥିଲା। ତାପରେ ଲେଖନ ମାଧ୍ୟମରେ ବର୍ତ୍ତମାନ ଉକ୍ତ କାର୍ଯ୍ୟ ସମ୍ପାଦନ କରାଯାଉଛି, ଯଥା ଲେଖନ୍ୟାଂ ଲିଖିତଂ ବିପ୍ରେ ମୁଦ୍ରାଭିରଙ୍କିତଂ ଚ ୟତ୍ ଶିଳ୍ପୀନିର୍ମିତଂ ୟଚ୍ଚ ପାଠ୍ୟଂ ଧାର୍ୟଶ୍ଚ ସର୍ବଦା। କିନ୍ତୁ ପ୍ରାଚୀନ କାଳରେ 5 ପ୍ରକାର ମାଧ୍ୟମରେ ଲେଖନ କାର୍ଯ୍ୟ ସମ୍ପାଦନ ହେବାର ପ୍ରମାଣ ରହିଛି, ଯଥା ମୁଦ୍ରାଲିପି, ଶିଳ୍ପଲିପି, ସାର୍ବଜନୀନ ଲିପି, କଲମ ଲିପି, ମୁଦ୍ରଜ ଲିପି। ପ୍ରମାଣ ଯଥା ମୁଦ୍ରାଲିପି, ଶିଳ୍ପଲିପି, ଲିପି ଲେଖନ ସମ୍ଭବା, ଗୁଣ୍ଡିକା ଗୁଣସମ୍ଭୂତା, ବିଳ୍ପୟ ପଞ୍ଚଧା ସ୍ମୃତା, ଏତାଭିର୍ଲିପିଭିଃ ବ୍ୟକ୍ତା ଧରିତ୍ରୀ ସୁବୋଧା ହରା। ବରାହତନ୍ତ୍ରରେ ଅଛି। ସମ୍ପ୍ରତି କଲମ ଲେଖାରେ ବହୁଳ ଭାବରେ ପ୍ରୟୋଗ କରାଯାଉଛି। ଏହାଛଡ଼ା ସଂଗଣକ, କମ୍ପ୍ୟୁଟର ମାଧ୍ୟମରେ ଲେଖନ କାର୍ଯ୍ୟ ବହୁ କାର୍ଯ୍ୟାଳୟରେ ତଥା ଘରୋଇ ହିସାବରେ ସମ୍ପାଦନ ହେଉଥିବାରୁ ପତ୍ରଲିଖିତ ବର୍ଣ୍ଣମାଳା ଅତ୍ୟନ୍ତ ସୁନ୍ଦର ଓ ମର୍ମସ୍ପର୍ଶୀ ହେଉଛି। ଲେଖନ ଶିକ୍ଷଣ ପ୍ରକାର। ଛାତ୍ରମାନଙ୍କ ଲିଖନ ପ୍ରଣାଳୀ ପ୍ରତି ବ୍ୟାବହାରିକ ସଚେତନତା ସୃଷ୍ଟି କରିବା ପ୍ରତି ଶିକ୍ଷକଙ୍କର ମୁଖ୍ୟ ଭୂମିକା ରହିଛି। ଭିନ୍ନ ଉପାୟ ଅବଲମ୍ବନ କରି ଶିକ୍ଷକ ବିଦ୍ୟାର୍ଥୀମାନଙ୍କ ଗୃହ ପରିବେଷ୍ଟନା ମାନସିକ ସ୍ତରରେ ପ୍ରସ୍ତୁତିକୁ ସମ୍ମୁଖରେ ରଖି ନିଜର ପ୍ରୟୋଗାତ୍ମକ ଜ୍ଞାନ ଓ ଦକ୍ଷତାକୁ ଛାତ୍ରଙ୍କ ଉପରେ ପ୍ରୟୋଗ କରିଥାନ୍ତି। ଲେଖନ କୌଶଳ କାର୍ଯ୍ୟ ବିଶେଷତଃ ଛାତ୍ରର ବୟସ ଓ ଗ୍ରହଣ ସାମର୍ଥ୍ୟ, ପାଠ୍ୟବସ୍ତୁର ବିଷୟଗତ ଜ୍ଞାନ
ଅସମର୍ଥ ଛାତ୍ରଙ୍କ ପ୍ରତି ଶିକ୍ଷକଙ୍କର ଅନାବିଳ ସ୍ନେହ ଓ କୋମଳ ଭାବ ପ୍ରଦର୍ଶନ ଇତ୍ୟାଦି ଉପରେ ନିର୍ଭର କରେ। ଏହି ଶିକ୍ଷଣ କୌଶଳ ବିଶେଷତଃ ଚତୁର୍ବିଧ ଯଥା ଅନୁଲେଖ, ପ୍ରତିଲେଖ, ଶ୍ରୁତଲେଖ, ରଚନାଲେଖ। ଅନୁଲେଖ ଟ୍ରାନ୍ସକ୍ରିପ୍ସନ୍, ପ୍ରତିଲେଖ ପାରାଗ୍ରାଫ ରାଇଟିଂ, ଶ୍ରୁତଲେଖ ଡିକ୍ସେସନ୍, ରଚନାଲେଖ କମ୍ପେରିଜନ୍। ପ୍ରଥମେ ପଢ଼ିବା ଅନୁଲେଖ ବିଧି। କୌଣସି ଅକ୍ଷରକୁ ଅନୁକରଣ କରି ସେହିଭଳି ଅକ୍ଷର ଲେଖାକୁ ଅନୁଲେଖ ବିଧି କହନ୍ତି। ପ୍ରାଥମିକ ସ୍ତରରେ ଶିକ୍ଷକଙ୍କ କଳାପଟାରେ ଲିଖିତ ବର୍ଣ୍ଣକୁ ଦେଖି ବିଦ୍ୟାର୍ଥୀମାନେ ନିଜ ଖାତା ବା ସ୍ଲେଟରେ ତାହାକୁ ଲେଖନ୍ତି। ଶିକ୍ଷକଙ୍କ ଦ୍ୱାରା କଳାପଟାରେ ଲିଖିତ ବର୍ଣ୍ଣଗୁଡ଼ିକ ଅପେକ୍ଷାକୃତ ବୃହତ୍ ଆକାର ହୋଇଥାଏ। ଦୂରରେ ବସିଥିବା ଛାତ୍ରମାନେ ତାକୁ ଦେଖି ଲେଖିଥାନ୍ତି। ସେହିପରି ପୁସ୍ତକସ୍ଥ ମୁଦ୍ରିତ ଅକ୍ଷରଗୁଡ଼ିକୁ ମଧ୍ୟ ଅନୁକରଣ କରି ଲେଖିବାକୁ ଅଭ୍ୟାସ କରିଥାନ୍ତି। ଫଳରେ ଛାତ୍ରମାନଙ୍କ ଅକ୍ଷର ଲେଖା ସୁନ୍ଦର ହେବାକୁ ଲାଗେ। ପ୍ରତିଲେଖ ବିଧି। କୌଣସି ପାଠ୍ୟ ବିଷୟକୁ ଗୋଟିଏ ଗ୍ରନ୍ଥରୁ ଅନ୍ୟ ଗ୍ରନ୍ଥକୁ ଅନ୍ୟ ପୃଷ୍ଠାରେ ଲେଖିବାକୁ ପ୍ରତିଲେଖ ବିଧି କୁହାଯାଏ। ପୁସ୍ତକ ପ୍ରାପ୍ତିରେ ବ୍ୟାଘାତ ଥିଲେ ଖାତାରେ ଛାତ୍ରଟି ନିଜେ ଲେଖିଥାଏ। ବର୍ତ୍ତମାନ ପ୍ରତିଲେଖ ଜେରକ୍ସ ଯନ୍ତ୍ର ମାଧ୍ୟମରେ ଏହି କାର୍ଯ୍ୟ ସମ୍ପନ୍ନ ହେଉଛି। ମେଧାଶକ୍ତି କମିଥିବା ଛାତ୍ରମାନେ ବାରମ୍ବାର ଗୋଟିଏ ବିଷୟ ଲେଖିବା ଫଳରେ ବିଷୟଟି ସ୍ମରଣସ୍ଫୀତ ହୋଇଥାଏ। ଅଭ୍ୟାସ ସର୍ବଶାସ୍ତ୍ରାଣାଂ ବୋଧାଦପି ଗରୀୟସୀ। ଉକ୍ତ ଲେଖନରେ କିଛି ଭ୍ରମ ଥିଲେ ଶିକ୍ଷକ ପାର୍ଶ୍ୱସ୍ଥ ଲେଖା ଅଙ୍କିତରେ ଥିବା ରିକ୍ତ ସ୍ଥାନ ମାର୍ଜିଂରେ ସଂଶୋଧନ କରନ୍ତି। 3. ଶ୍ରୁତଲେଖ ବିଧି। ଶବ୍ଦ ବା ବାକ୍ୟକୁ ଶ୍ରବଣ କରି ପୁନଃ ଲେଖନକୁ ଶ୍ରୁତଲେଖ ବିଧି କହନ୍ତି। ଶିକ୍ଷକଙ୍କ ଦ୍ୱାରା ଉଚ୍ଚାରିତ ପଦ ବା ବାକ୍ୟଗୁଡ଼ିକୁ ଶ୍ରବଣେନ୍ଦ୍ରିୟ ଦ୍ୱାରା ଗ୍ରହଣପୂର୍ବକ ଛାତ୍ରଟି ସ୍ୱହସ୍ତରେ ଉକ୍ତ କାର୍ଯ୍ୟ ସମ୍ପନ୍ନ କରେ। ଫଳରେ ମନୋଯୋଗପୂର୍ବକ ଶ୍ରବଣେନ୍ଦ୍ରିୟର ତତ୍ପରତା, ଯଥା ସମୟରେ ହସ୍ତ ଚାଳନାରେ ବର୍ଣ୍ଣ ଲେଖିବା, ବର୍ଣ୍ଣାଶୁଦ୍ଧି ପ୍ରତି ସାବଧାନତା ଏବଂ ସୁନ୍ଦର ଅକ୍ଷର ଲେଖନ ପ୍ରତି ଛାତ୍ରଟି ବିଶେଷ ଯତ୍ନଶୀଳ ହୁଏ। ମନରେ ଏକାଗ୍ରତା ଓ ପ୍ରତିବଦ୍ଧତାର ଅଧିକରୁ ଅଧିକ ଅଭିବୃଦ୍ଧି ହୁଏ। ରଚନାଲେଖ ବିଧି। ସ୍ୱକୀୟ ସୃଜନାତ୍ମକ ଜ୍ଞାନର ଭାଷା ମାଧ୍ୟମରେ ପରିପ୍ରକାଶକୁ ରଚନାଲେଖ ବିଧି କହନ୍ତି। ଅନୁଭବଜନ୍ୟ ସୌନ୍ଦର୍ଯ୍ୟ, ପ୍ରାକୃତିକ ବୈଭବ, ଆତ୍ମଚିନ୍ତନ ଓ ବୁଦ୍ଧି ପରିପ୍ରକାଶ ଦ୍ୱାରା ଏକ ଅଭିନବ କଳ୍ପନାକୁ ଗୋଟିଏ କ୍ଷୁଦ୍ରଭାଷା ଅନୁଭୂତିଜନିତ ଅଭିବୃଦ୍ଧି ପ୍ରକ୍ରିୟାକୁ ରଚନା ଦ୍ୱାରା ଗ୍ରନ୍ଥନ କରାଯାଏ। ଏଣୁ ଏହାର ଅନ୍ୟ ନାମ ହେଉଛି ପ୍ରବନ୍ଧ। ଏହି କୌଶଳକୁ କବି, ନାଟ୍ୟକାର, ଔପନ୍ୟାସିକ ପ୍ରଭୃତି ଏନ୍ତୁଡ଼ିଶାଲ କହିଲେ ଅତ୍ୟୁକ୍ତି ହେବ ନାହିଁ। କବି ସାହିତ୍ୟିକମାନଙ୍କ ମୌଳିକ ଚିନ୍ତାଧାରା, ଜାତୀୟ ସଂହତି ତଥା ସିଦ୍ଧାନ୍ତକୁ ଏକ ନବ ଢଙ୍ଗରେ ରୂପାୟିତ କରିବା ପାଇଁ ଏହା ଏକ ଅଭିନବ ମୁକ୍ତ ମଞ୍ଚ। ଲେଖନ ପ୍ରଣାଳୀ ଦୃଷ୍ଟିରୁ ଦୁଇ ପ୍ରକାର ରଚନା ଦେଖାଏ, ଯଥା 1. ମୌଖିକ ରଚନା ଓରାଲ ଏସେ, 2. ଲିଖିତ ରଚନା ରାଇଟିଂ ଏସେ। ମୁକ୍ତ କଥନ ନାଁ ହେଉଛି ଫ୍ରି କନଭରଜେସନ। 3. କୌତୂହଳ କଥନ କ୍ୟୁରିୟସ୍ କନଭରଜେସନ। 4. ବ୍ୟଙ୍ଗାତ୍ମକ କଥନ ଇମୋସନାଲ କନଭରଜେସନ ଦ୍ୱାରା ମୌଖିକ ରଚନା ପରିପୁଷ୍ଟି ହୁଏ। ସେହିପରି ବର୍ଣ୍ଣନା ନାରେସନ, ବାକ୍ୟ ସମ୍ପ୍ରସାରଣ ସେଣ୍ଟେନ୍ସ ଏକ୍ସପେନ୍ସନ, ସଂଳାପ ଡାଏଲଗ, ଗଳ୍ପକଥନ ଷ୍ଟୋରୀ ଟେଲିଂ ପ୍ରଭୃତି ଦ୍ୱାରା ଲିଖିତ ରଚନାର ଅଭିବୃଦ୍ଧି ସଂଘଟିତ ହୁଏ। ଏହିପରି ଶ୍ରବଣ, କଥନ, ପଠନ ଓ ଲେଖନ ମାଧ୍ୟମରେ ବିଦ୍ୟା ଶିକ୍ଷା ପାଇଁ ପ୍ରମୁଖ ମାର୍ଗ ନିରୂପଣ କରାଯାଇଛି। ବର୍ତ୍ତମାନ ଭାରତବର୍ଷରେ ଏତାଦୃଶ ଶିକ୍ଷଣ ପ୍ରଣାଳୀ ଦ୍ୱାରା ନିରକ୍ଷରତାର ଶତାଂଶ ହ୍ରାସ ପାଇବା ସହିତ ସାକ୍ଷରତା ହାର ବୃଦ୍ଧି ପାଉଛି।
ଏହା ଦେଶର ଉନ୍ନତି ପଥରେ ସବୁବେଳେ ସହାୟତା ହେଉଛି। ଶିକ୍ଷାର ଅଭିବୃଦ୍ଧି ହେଲା ନାଗରିକମାନେ ସଚେତନ ହୁଅନ୍ତି ଏବଂ ନିଜ ପରିବାରର ଆୟ ବୃଦ୍ଧି ନିମନ୍ତେ ସ୍ୱାବଲମ୍ବୀ ହୁଅନ୍ତି। ଏଣୁ ନୈତିକ ଓ ମାନବିକ ଚିନ୍ତାଧାରାର ଗୁଣାତ୍ମକ ଅଭିବୃଦ୍ଧି ଘଟିବା ଦିଗରେ ଶିକ୍ଷା ଓ ଶିକ୍ଷଣର ଅବଦାନ ଅତୁଳନୀୟ।